ତ ଏବେ ପୂଜା ଆରମ୍ଭ ହେଇଯାଇଛି। ତ ଏଇଟା ଆମ ଏସିଆ ମହାଦେଶର ସର୍ବବୃହତ ଶିବଲିଙ୍ଗ। 5 ମିନିଟ୍ ଯିବ ଚାଲି ଚାଲି ଯିବା ପାଇଁ ମନ୍ଦିର ପାଖକୁ। ତାଙ୍କ ନିଜର ମନସ୍କାମନା ପାଇଁ ଏଠି ଫିତା ବାନ୍ଧନ୍ତି। ବାର୍ଥଡେ ବୟ ଦେଖିବାକୁ ଗୋଟେ ଛିଡା ହେଇଛି ସିଏ। ସାଙ୍ଗମାନେ ଆଉ ଏକ ନୂଆ ଭିଡିଓରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ତ ଆଜି ହଉଛି ଡିସେମ୍ବର 25। ତ ମେରି କ୍ରିସମସ୍ ସର୍ବପ୍ରଥମେ ସମସ୍ତଙ୍କୁ। ତ ଆଜି 25 ତାରିଖ ଏଇଠି ଆମ ସାନ ଭାଇର ଜନ୍ମଦିନ। ତ ଆମେ ବାହାରି ପଡୁଛୁ ଆଜି ଭୂଷଣ୍ଡେଶ୍ଵର ମନ୍ଦିର ଯିବା। ତ ଶିବ ମନ୍ଦିର ଯିବା। ତ ଏବେ ଆମେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯିବୁ। ତ ଏବେ ଚାଲୁ ଏବେ ଯିବା ଆମ ଘର ପାଖରୁ 3 କିଲୋମିଟର ହବ। ତ ଚାଲନ୍ତୁ ଯିବା। ଆମେ ପହଞ୍ଚି ଯାଇଛୁ ଏବେ ରାସ୍ତାରେ ଅଛୁ। ଭୂଷଣ୍ଡେଶ୍ଵର ପାହାଡିବାକୁ ହେଲେ ଆମେ ନଈ ପାହାଡିବା ପାଇଁ ପଡିବ। ତ ପଛରେ ତ ଦେଖାଯାଉଛି ମୋ ଭାଇ ଅଛି ବାର୍ଥଡେ ବୟ। ପଛରେ ଆମ ମେଘା ମୋ ଭଉଣୀ ପଛରେ ଅଛି। ତ ଏବେ ଆମେ ପହଞ୍ଚି ଯାଇଛୁ ସେ ନଈ ପାଖରେ ପହଞ୍ଚି ଯାଇଛୁ। ତ ନଦୀ ପାହାରିଲା ପରେ ଆମେ ଦେଖେଇବୁ। ତ ଏବେ ଆମେ ନଈ ପାଖରେ ଅଛୁ ଆପଣଙ୍କୁ ମୁଁ ଦେଖଉଛି ଏବେ କେମିତି ନଦୀ ଏ ପାଖରେ ଦେଖାଉଥିଲେ ସବୁ ନୌକା ଅଛି ପାଖରେ। ସୁବର୍ଣ୍ଣରେଖା ନଦୀ ଲୋକମାନେ ପୁରା ଦେଖିବେ ମାଛ ଧରନ୍ତି ଏମିତି। ବାର୍ଥଡେ ବୟ ଦେଖିବାକୁ ପୁରା ଛିଡା ହେଇଛି ସିଏ ପୁରା ସମସ୍ତଙ୍କ ରିପ୍ଲାଏ ଦେବାରେ ପୁରା ବ୍ୟସ୍ତ ଅଛି। ମେଘା ଆସିବ ବୋଲି କାନ୍ଦୁଥିଲା। ତ ମେଘା ଭଉଣୀ ମୁଁ ଚାଲିଛେ ଆଜି ଯିବା ଭୂଷଣ୍ଡେଶ୍ଵର ମନ୍ଦିର ବୁଲିବା ପାଇଁ ଠାକୁର ଦର୍ଶନ କରିବା। ଚାଲନ୍ତୁ ଆପଣଙ୍କୁ ମୁଁ ଆମ ଭୂଷଣ୍ଡେଶ୍ଵର ମନ୍ଦିର ଆପଣଙ୍କୁ ଦେଖେଇବି। ଚାଲନ୍ତୁ ଭୂଷଣ୍ଡେଶ୍ଵର ଯିବା ପାଇଁ ହେଲେ ଏଇ ଘାଟରେ ଆମକୁ ପାହାରିବା ପାଇଁ ପଡିବ। ତ ଆମ ପଛ ଦେଖିବା ମୋ ଭାଇ ମୁଁ ସମସ୍ତେ ଅଛୁ ଲୋକମାନେ ବି ଅଛନ୍ତି ଘାଟ ପାରିବା ପାଇଁ। ଏଇ ଘାଟ ଦେଖିପାରୁଥିବେ। ତ ଏଇଥିରେ ଆମେ ଯିବୁ। ହଂସ ନା ଦେଖ ନା ହଂସ ନୁହେଁ ଚଢିଟା। ଚଢି ଭାସେ ନା। ତ ଆମେ ଏବେ ଏଇଠୁ ଯିବୁ ଏଇ ଘାଟରେ। ନୌକାରେ ଉଠି ପଡୁଛେ ଏବେ ଘାଟରେ ଉଠିଛେ। ତ ପଳେଇଯିବା ଏବେ ଭୂଷଣ୍ଡେଶ୍ଵର। ନୌକାରେ ଆମେ ଅଛେ ପୁରା ସମସ୍ତେ ବସିଛନ୍ତି। ପଳେଇଯିବା ଏବେ ଘାଟ ଷ୍ଟାର୍ଟ ହେଇଗଲା। 10 ମିନିଟ୍ ଲାଗିବ ଘାଟରେ ଯିବା ପାଇଁ। ଦେଖିବା ଏଇ ଘାଟ ଏବେ ଛାଡି ଦେଇଛି ଫୁଲ। ଏବେ ଆମେ ନଈ ମଝିରେ ଚାଲିଛେ ନଈ ମଝିର। ଯିବା ଦେଖିବା ନଈ ଆଖିରେ ଜାଣିଥିବେ ଆମ ଚৌମୁଖୀରେ ପୁରା ଫେମସ। ଇଏ ଆମ ସୁବର୍ଣ୍ଣରେଖାର ଭ୍ୟୁ କେତେ ସୁନ୍ଦର। ମିଡିଲ ଇଏରେ ଅଲରେଡି ଆମେ ପହଞ୍ଚି ଗଲୁ ଏବେ ଘାଟ ପାହାରି ପଡିଛେ ଦେଖିପାରୁଛୁ। ଏବେ ନୌକାରେ ଅଛେ ତ ଲାଗିଯିବ ଏବେ ପାଖରେ। ତ ଏଇଠି ଦେଖେ ଏଇଠୁ ଅଳ୍ପ ବାଟ 5-10 ମିନିଟ୍ 5 ମିନିଟ୍ ଯିବ ଚାଲି ଚାଲି ଯିବା ପାଇଁ ମନ୍ଦିର ପାଖକୁ। ତ ଏଇ ହେଲା ଆମର ନଦୀ। ତ ସମସ୍ତେ ଅଛୁ ଆମେ। ତ ଏବେ ଓହ୍ଲେଇବା। ତ ଚାଲନ୍ତୁ ଭିଡିଓରେ ବନେଇ ରୁହନ୍ତୁ। ଆମେ ନୌକାରେ ଏବେ ଉଠି ପଳେଇ ଆସିଛୁ ରାସ୍ତାରେ ଏବେ। ତ ଦେଖିବା ପରେ ଚାଲିଛୁ ଏଇଟା ରାସ୍ତା। ସମସ୍ତେ ଭଲ ମନ୍ଦିର ପାଖରେ ପହଞ୍ଚିବା। ଚାଲ ଆସ। ତ ଭିଡିଓ ଭଲ ଲାଗେ ଯଦି ଆପଣ ଲାଇକ୍ ସବସ୍କ୍ରାଇବ ଏବଂ ଟିକେ ସେୟାର କରିଦେବେ। ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି ତ ଟିକେ ଫଲୋ ନିହାତି କରିବେ। ତ ଚାଲନ୍ତୁ ଏବେ ଆମେ ମନ୍ଦିର ପାଖକୁ ଚାଲିଲେ ସବୁ। ତ ମନ୍ଦିର ପାଖରେ ଗଲେ ଆପଣଙ୍କୁ ମୁଁ ଦେଖେଇବି ଆମ ଭୂଷଣ୍ଡେଶ୍ଵର ମନ୍ଦିର କେମିତି। ଏଠି ଆମେ ଭୂଷଣ୍ଡେଶ୍ଵର ମନ୍ଦିର ପହଞ୍ଚି ଗଲେ। ତ ଏବେ ରାସ୍ତାରେ ମାନେ ଆଉ ଆଗରେ ଶିବ ମନ୍ଦିର ଦେଖାଯାଉଛି। ତ ଦେଖିପାରୁଥିବେ ଶିବ ମନ୍ଦିର ଆଗରେ ଏଇଟା ଆମର ପୋଖରୀରେ କେତେ ସୁନ୍ଦର କଇଁ ଫୁଲ ଫୁଟିଛି। ତ ଲୋକର ଆଜି ଡିସେମ୍ବର 25 ଲୋକଙ୍କର ଗହଳି ଚହଳି ବହୁତ ଅଛି। ତ ଦେଖିପାରୁଥିବେ ଫୁଲ ଲୋକମାନେ ଅଛନ୍ତି। ବେଙ୍ଗଲ ଲୋକ ଆଉ ଓଡିଶା ଲୋକ ବହୁତ ଏଠି ମାନେ ଲୋକମାନେ ଆସନ୍ତି। ତ ଆମେ ବି ଆସିଛୁ। ତ ଏବେ ଆମେ ଆଗେ ଠାକୁରଙ୍କ ପାଖରେ ପୂଜା ଦବା। ଯୀଶୁଙ୍କର ଜନ୍ମଦିନ ଅଛି। ତ ତାର ଆଗେ ଆମେ ପୂଜା ଦେଇ ସାରିଲା ପରେ ଯାହା ସବୁ କରିବା। ତ ଏଇଟା ତ ମୁଁ ଆପଣଙ୍କୁ ଦେଖୁଛି। ତ ଇଏ ଆପଣଙ୍କୁ ଦେଖା ଯାଉଥିବ ପୁରା ଆଗରେ ଇଏ ମୋ ଶିବ ମନ୍ଦିର। କାମ ବି ଚାଲିଛି।
ତ ଏଇଟା ଆମ ଏସିଆ ମହାଦେଶର ସର୍ବବୃହତ ଶିବଲିଙ୍ଗ। ପୁରା ଲୋକଙ୍କର ଆଜି ବହୁତ ଗହଳି ଅଛି, ତ ଆମେ ବି ଯାଉଛୁ। ତ ଏବେ ଆଗେ ମନ୍ଦିର ଥିଲା ଆମ ଛୁଆଟିକାଲୁ ଆମେ ଏ ମନ୍ଦିର ଆମେ ଦେଖି ଦେଖି ଆସିଛୁ। ତ ଏବେ ସବୁ ମାନେ ମନ୍ଦିର ପାଇଁ ବି କାମ ଆରମ୍ଭ ହେଲାଣି। ତ ଠାକୁରଙ୍କ ପାଖକୁ ଲୋକଙ୍କର କେମିତି ଗହଳି ଚହଳି ଦେଖିପାରୁଛ, ପୁରା ଫୁଲ ପୁରା। ଚପଲ କୋଉଠି ଅଛି? ଆମେ ତ ଚାଲନ୍ତୁ ଆଗେ ଆମେ ଠାକୁରଙ୍କ ପାଖରେ ଆମେ ପୂଜା ଅର୍ଚ୍ଚନା କରି ଆସିବା। ଆମେ ଏଣ୍ଟ୍ରି କରି ନେଇଛୁ ଏବେ ଶିବ ମନ୍ଦିର ଗ୍ରାଉଣ୍ଡ ଭିତରକୁ। ତ କେମିତି କାମ, ଏବେ ତ କାମ ସବୁ ଆରମ୍ଭ ହେଲା। ତ ଏଠି ଶିବରାତ୍ରିରେ ବହୁତ ହଜାର ହଜାର ଲୋକ ପୁରା ଫୁଲ ହେଇଯାଆନ୍ତି। ଏଇଟା ହେଲା ଆମ ଶିବ ମନ୍ଦିର ଭିତରେ କେମିତି ଦେଖାଯାଉଛି, ପୁରା ଲୋକମାନେ ଫୁଲ ବୁକିଂ ଅଛନ୍ତି। ଆମେ ଯିବା ଆସ ତଳକୁ ଆସ। ଘରେ ଓଦିକି ଅନେକ ଜାଗା ଯାବାର ଅଛି, ଆସିଥିବେ ବି আসছে যখন এত ପୂଜାଟା କରିଛି ଆସ। ଗହଳି ଯେଉଁମାନେ ଆସୁଛନ୍ତି ନିହାତି କମେଣ୍ଟ କରିବେ, ଯେଉଁମାନେ ଆସୁଛନ୍ତି। ଯାଉଛୁ ଏମିତି ଦେଖିବା ଅଛି ଶିବ ମନ୍ଦିର କେତେ ବଡ ଲିଙ୍ଗ ଆମ ଏସିଆ ମହାଦେଶ ଲୋକ ଅଛନ୍ତି। ଦେଖୁଛି ଆମ ଏସିଆ ମହାଦେଶ ସର୍ବବୃହତ ଶିବଲିଙ୍ଗ ଭୂଷଣ୍ଡେଶ୍ଵର ମହାମନ୍ଦିର ଶିବ ମନ୍ଦିର। ପୁରା ଲୋକଙ୍କର ପୁରା ଗହଳି ଅଛି ଆଜି ଡିସେମ୍ବର 25 ଭିତରେ। ନା ଆଜି ବେଶୀ ଗହଳି ନାହିଁ। ଦେଖନ୍ତୁ କେତେ ବଡ ଆମ ଶିବଲିଙ୍ଗ। ପ୍ରଭୁ ବାବା ମହାଦେବଙ୍କ ଶିବଲିଙ୍ଗ ଦେଖିପାରୁଛ। ପୁରା ଲୋକ ବି କେମିତି ଅଛନ୍ତି, ଫୁଲ ଆମ ଯୀଶୁ ମେଘା ଆମେ ସମସ୍ତେ ଅଛୁ। ଆପଣଙ୍କୁ ଦେଖେ କେମିତି ଦେଖୁଛନ୍ତି ଶିବଲିଙ୍ଗ ଆମ ଭେଣ୍ଟରେ ଅଛନ୍ତି। ବହୁତ ପାତାଳରୁ ଅଛନ୍ତି, କିନ୍ତୁ ଅଳ୍ପ ଦେଖାଯାଏ। ଲୋକ କିନ୍ତୁ ପାତାଳରେ ଅଛନ୍ତି। ତ ଏବେ ପୂଜା ଆରମ୍ଭ ହେଇଯାଇଛି। ଆମ ଗିରିଜା ସବୁ ଛିଡା ହେଇଛି। ଠାକୁରଙ୍କର ଚନ୍ଦନ ଶିବ ମୂର୍ତ୍ତି ଉପରେ ଇଏ ଖାଉଛି, କ୍ଷୀର ଖାଉଛି। କେମିତି ଦେଖିପାରୁଛି ଠାକୁରଙ୍କର ଜନ୍ମଦିନରେ ସୁଖ ଶାନ୍ତି ସବୁ ସମୟରେ ତା ଜୀବନରେ ସବୁ ଯାହା ଚାହୁଁଛି ସେ ଦେଇଯାଉ ତାଙ୍କ। ବହୁତ ଭିଡ ପୂଜା ସରିଯାଇଛି। ଏବେ ବାହାର ପଟେ ଆପଣଙ୍କୁ ଦେଖୁଛି ମନ୍ଦିର ଚାଲିବ। ଠାକୁରଙ୍କ
ଏବେ ଆମେ ଭାରି ପଳେଇଛୁ। ଏବେ ଆମେ ଭାରି ପଳୁଛୁ ମନ୍ଦିର ବାହାରେ ଆମେ ଭାରି ଆସିଛୁ। ଆମେ ପଛରେ ସବୁ ଭାଇ କରିଗଲା ସମସ୍ତେ ବାହାରି ଆସିଛୁ। ପୂଜା ତ ସରିଯାଇଛି ଏବେ। ତ ବୁଲାବୁଲି କରିବା ଆପଣଙ୍କୁ ବି ଦେଖଉଛି ଆମ ଭୂଷଣେଶ୍ୱର ମନ୍ଦିର କେମିତି। ତ ଶିବଲିଙ୍ଗ ଦେଖିବା କାଳୀପୂଜା ଆମ ଗାଁରୁ 11 କିଲୋମିଟର ପାଖରେ। ତ ଭାଇ ମାନଙ୍କୁ ଜାଣିଛେ ତ ନିହାତି କମେଣ୍ଟ କରିବି। ଚାଲନ୍ତୁ ଖାଲି ଧାନ କାଟା ମେସିନ୍ ଆମ ପୂଜା କାର୍ଯ୍ୟକ୍ରମ ସରିଯାଇଛି। ତ ଆମେ ସବୁ ପୂଜା କରିସାରିଛୁ। ତ ପୂଜା କରିସାରିଲା ପରେ ଆପଣଙ୍କୁ ମୁଁ ଦେଖଉଛି ମାନେ ଆମ ଭୂଷଣେଶ୍ୱର ମନ୍ଦିର ଚାରି ପାଖରେ କେମିତି ସବୁ ଚାଲିଛି, ଡେକୋରେସନ ଚାଲିଛି। ତ ଏବେ କାମ ହବ, ନୂଆ କାମ ଷ୍ଟାର୍ଟ ହେଇଯାଇଛି କେମିତି। ତ ଆପଣ ଦେଖଉଛି। ତ ଏଇଟା ତ ମନ୍ଦିର ପୁରା। ତ ଯିଏ ତ ଆସିଛନ୍ତି ଜାଣିଥିବେ ଆମ ଭୂଷଣେଶ୍ୱର ମନ୍ଦିର। ତ କେମିତି ବଗିଚା ବି ହେଇଛି ଦେଖିପାରୁଥିବେ। ସବୁ ଡିଜାଇନ ହେଇଗଲାଣି। ଆଜିକା ଦିନରେ ପୁରା ଭିଡ ବହୁତ ଆସିଛନ୍ତି। ବେଙ୍ଗଲ ଲୋକ, ଲୋକ, ଓଡିଶା ଲୋକ ବହୁତ। ତ କେମିତି ଚାଲିଛି କେମିତି ଆପଣଙ୍କୁ ମୁଁ ତ ଦେଖେଇବି। ଏଇଠି ମାନେ ଦେଖୁଛି ଆପଣଙ୍କୁ ଦେଖନ୍ତୁ ଶିବ ପାର୍ବତୀଙ୍କ ମୂର୍ତ୍ତି କେମିତି ପୁରା। ପୁରା ଠାକୁର କେମିତି ଦେଖିବେ, ଲୋକମାନେ ପୁରା ଫୁଲ ଲୋକମାନେ ଗହଳି ଚହଳି ହେଇଯାଇଛନ୍ତି। ତ ମେଘାର ବି ଫଟୋ ଉଠା ଚାଲିଛି। ହାତ ଯୋଡ। ତ ଭଲ ବଗିଚା ବି ଆମ ମନ୍ଦିର ପାଖରେ ବି ହେଇଯାଇଛି। କେମିତି ଲୋକମାନେ ବି ଫଟୋ ଉଠେଇବା ପାଇଁ ସମସ୍ତେ ମାନେ ଆକର୍ଷଣୀୟ ଇଏ ହେଇଯାଇଛି ଦେଖିବା ପାଇଁ। ତ ଆପଣଙ୍କୁ ମୁଁ ଦେଖଉଛି ମନ୍ଦିର ଭିତରେ ପୂଜା ଚାଲିଛି ବି। ତ ଏଠି ଭିତରେ ଦିଅନ୍ତୁ ମ୍ୟାଡାମଙ୍କ ଫଟୋ ଉଠିବା ପାଇଁ କହିଲେ, ଉଠି ଦଉଛି। ମୁଁ ଦେଖଉଛି କେତେ ସୁନ୍ଦର ବଗିଚା ବି ହେଇଛି। ଏ ଦେଖ ପୁରା ବଗିଚା ପୁରା ମସ୍ତ। ମେଘା ଛିଡା ହେଇଛି, ଲୋକ ମତେ କହିଲେ ଫଟୋ ଉଠିବା ପାଇଁ। ତ ଏଠି ଆମ ଯିଶୁଆ ଫଟୋ ଉଠୁଛି ମୋ ଭଉଣୀର। ତ ଏଇ ବଟ ଗଛ ଆପଣ ଜାଣିପାରୁଥିବେ। ତ ଏଇଟା ମାନେ ମନସ୍କାମନା, ତାଙ୍କ ନିଜର ମନସ୍କାମନା ପାଇଁ ଏଠି ଫିତା ବାନ୍ଧନ୍ତି। ତ ଏଇଟା ଆମ ବଟ ଗଛ। କେତେ ଫୁଲ ଆପଣଙ୍କୁ ଦେଖଉଛି, ପୁରା ବଟ ଗଛ ସାରା ଫୁଲ ବନ୍ଧା ଯାଇଛି। କେମିତି ଫୁଲ ଦେଖିପାରୁছে ପୁରା। ତ ଏବେ ସବୁ ମାନେ ସବୁ ଡିଜାଇନ ସବୁ ଚେଞ୍ଜ ହେଇଗଲାଣି। ତ ବଗିଚା ବି ଭଲ ହେଇଛି। ତ ହଉ ତ ମୁଁ ଦେଖଉଛି କେତେ ସୁନ୍ଦର। ଚାରି ପାଖରେ ପୁରା ଭଲ ଭାବରେ ଡେକୋରେସନ କରୁଛନ୍ତି। ଆସ ଯିବା। ହଁ ଦେଖେଇଛି। ଆସ ଏବେ ନା ଫଟୋ ଉଠେଇବା ଫଟୋ ଉଠେଇ ହଉ ଉଠା ତମର ଉଠା। ମୁଁ ଇଏ କରୁଛି। ତ ମୁଁ ଦେଖୁଛି ଚାରି ପାଖରେ କେମିତି ହେଇଛି। ତ ଯିଏ ଭୂଷଣେଶ୍ୱର ଆସିଛନ୍ତି ତ ଭିଜିଟ କରୁଛନ୍ତି ତ ନିହାତି କମେଣ୍ଟ ଜଣେଇବେ। ତ ପୁରା ସବୁ ପଥର ଆସିଲାଣି, ସବୁ କାମ ହବ। କେତେ ପାତାଳରେ ଅଛି ଆପଣ ଦେଖୁଥିବେ। ପୁରା ଫୁଲ ପାତାଳରେ ଅଛି ମାନେ ଆମ ଶିବ ମନ୍ଦିର ଭିତରେ ଆମ ଯେ ଲିଙ୍ଗଟା ପୁରା ବହୁତ ପାତାଳରେ ଅଛି। ତ ଖାଲି ଉପରେ ଭାଗଟା ଦେଖାଯାଏ, କିନ୍ତୁ ଠାକୁର ପୁରା ବେଞ୍ଚରେ ଅଛନ୍ତି। ତ ୟାର ବହୁତ ପୌରାଣିକ କଥା ଅଛି। ତ ଆମେ ତ ଜାଣିନି। ତ ସବୁ ପୂଜା ଅର୍ଚ୍ଚନା କରି ଆମେ ବୁଲି ସାରିଛୁ। ତ ଏବେ ରିଟର୍ଣ କରିବୁ ଘର ପାଖକୁ। କାହିଁକିନା ଆମକୁ ଘାଟ ଚାହିଁକି ବଇଛି। କାହିଁକିନା ଘାଟ ଯଦି ପଳେଇଯିବା ଆମେ ଫସିଯିବା ପୁରା ରାସ୍ତାରେ, ପୁରା ବିକା ଭଜା ପଡିଯିବା। ତ ଏବେ ଆମେ ପଳେଇଯିବା। ତ ଅଳ୍ପ ସମୟରେ ଆମ ସବୁ ପୂଜା ଅର୍ଚ୍ଚନା ସାରିକି ଆମେ ଏବେ ପଳେଇ ଯାଉଛେ। ତ ଚାଲ ବୁଲାବୁଲି ସରିକି ଖିଆଦିଆ ସରିଗଲା। ଖିଆଦିଆ ସରିକି ଏବେ ଆମେ ଘରକୁ ବାହାରି ପଳେଇଯିବା। ଏବେ ଚାଲଛୁ ରାସ୍ତାରେ। ତ ଯଦି ଭିଡିଓ ଭଲ ଲାଗେ ତାହେଲେ ଲାଇକ୍, ସବସ୍କ୍ରାଇବ ଏବଂ
ये शेयर करदेवे जदि फेसबुक पेज रे निहाती देखुଛନ୍ତି तो फॉलो निहाती करिवे तो पुणी देखा काली को नुआ वीडियो रे तो चालू बाय बाय ଜୟ ଜଗନ୍ନାଥ जय जगन्नाथ।